ତ ନମସ୍କାର। ଆଜି ମୁଁ ଆପଣମାନଙ୍କ ପାଇଁ ଆଉ ଗୋଟେ ରିକ୍ରୁଟମେଣ୍ଟ ନୋଟିସ୍ ନେଇକି ଆସିଛି, ଯାହାକି ବହୁତ ବଡ଼ ଭ୍ୟାକେନ୍ସି ଓଡ଼ିଶା ପାଇଁ ଆସିଯାଇଛି ଏବଂ ତା'ର ଡିଟେଲ୍ସ ମୁଁ ଆପଣମାନଙ୍କୁ ସେୟାର କରିଛି। ତ ଏଇ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କର ଯେଉଁ ଚାଲିଛି ଏବେ ଯେଉଁ ସବୁ ରିକ୍ରୁଟମେଣ୍ଟ ଗୁଡ଼ାକ ତା'ର ଡିଟେଲ୍ସ ଆମେ ଜାଣିବା। ତ ଯିବା ପୂର୍ବରୁ ଆପଣମାନଙ୍କ ପାଇଁ 3ଟି ବଡ଼ ଇମ୍ପୋର୍ଟାଣ୍ଟ ନୋଟିଫିକେସନ୍ ରହିଛି, ଯାହାକି OPSC ଦ୍ୱାରା ଏବଂ OSSC ଦ୍ୱାରା ଏବଂ OSPSC ଦ୍ୱାରା, ମାନେ ଆପଣଙ୍କର ଯେଉଁ ଜୁନିୟର ଟିଚର ରିକ୍ରୁଟମେଣ୍ଟ ହେଇଥିଲା ତା'ର ଡେଟ୍ ଅଫ୍ ଭେରିଫିକେସନ୍ ଆପଣମାନଙ୍କର ପ୍ରତ୍ୟେକ ଜିଲ୍ଲାରେ ହେବାକୁ ଯାଉଛି ଏବଂ ଆପଣମାନଙ୍କର ଯେଉଁ ସିଡ୍ୟୁଲ୍ଟା ରହିଛି ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ ୱେବସାଇଟ୍ରେ ଆଭେଲେବୁଲ୍ ରହିଛି। ତ ଆପଣମାନେ ଯାଇକି ସେଇଠି ଆପଣମାନଙ୍କର ସିଡ୍ୟୁଲ୍ଟା ଦେଖିପାରିବେ, ଆପଣଙ୍କର କେଉଁ ଡିଷ୍ଟ୍ରିକ୍ଟର ଏବଂ ଆପଣଙ୍କ ଡିଷ୍ଟ୍ରିକ୍ଟରେ କେତୋଟି ଏବଂ କେତେବେଳେ ରହିଛି ଆପଣଙ୍କର ଯେଉଁ ଭେରିଫିକେସନ୍ ଗୁଡ଼ାକ ତା'ର ଡିଟେଲ୍ସ ଆପଣ ନିଜ ଡିଷ୍ଟ୍ରିକ୍ଟ ୱେବସାଇଟ୍ରେ ଯାଇ ଜାଣିପାରିବେ। ଏବଂ OSSC ଦ୍ୱାରା ମଧ୍ୟ ଆପଣମାନଙ୍କର ଗୋଟେ ୟୁଜ୍ ନମ୍ବର ଯେଉଁ ଭ୍ୟାକେନ୍ସି ଆସିଥିଲା ତା'ର ଗୋଟେ ନୂଆ ଅପଡ଼େଟ୍ ଆସିଛି, ତାହା ବି ଆପଣମାନଙ୍କୁ ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତାହେଲେ ଜାଣିପାରିବେ। ଏବଂ OPSC ଦ୍ୱାରା ମଧ୍ୟ ଆପଣଙ୍କର ଯେଉଁ ମେକାନିକାଲ ଏବଂ ସିଭିଲ୍ ଏକ୍ଜାମ୍ ହେବାକୁ ଥିଲା ତା'ର ନୋଟିଫିକେସନ୍ ମଧ୍ୟ ଆଉ ଗୋଟେ ଆସିଛି, ତାହା ମଧ୍ୟ ଆମେ ଡିସ୍କସନ୍ କରିବା। ତ ଚାଲନ୍ତୁ ଆମେ ଯେଉଁ ଭ୍ୟାକେନ୍ସି ଆଜି ବାହାରିଛି ତା'ର ଡିଟେଲ୍ସ ନୋଟିଫିକେସନ୍ ଆମେ ଦେଖିନେବା ଏବଂ ଆପଣଙ୍କର ସାଲେରୀ, କ୍ୱାଲିଫିକେସନ୍, ତାପରେ ଏଜ୍, ତାପରେ ଆପଣଙ୍କର କେତୋଟି ଭ୍ୟାକେନ୍ସି ବାହାରିଛି, ଆପଣଙ୍କର କେଉଁ ଡିଷ୍ଟ୍ରିକ୍ଟ ପାଇଁ ଏବଂ କେଉଁ ୱେବସାଇଟ୍ରେ ଆପଣଙ୍କର କେତୋଟି ରହିଛି ତାହାର ଡିଟେଲ୍ସ ଆମେ ଜାଣିନେବା। ତ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା ଏବଂ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିନିଅନ୍ତୁ। ତ ଆପଣଙ୍କର ପ୍ରଥମ ଯେଉଁ ରିକ୍ରୁଟମେଣ୍ଟ ନୋଟିଫିକେସନ୍ ରହିଛି ଆପଣଙ୍କର ଦେଓଗଡ଼ ତରଫରୁ ରହିଛି, ଦେଓଗଡ଼ କଲେଜ ତରଫରୁ। ଏହି ନୋଟିଫିକେସନ୍ରେ ଆପଣମାନଙ୍କର ଗୋଟେ ରହିଛି ଜୁନିୟର କ୍ଲର୍କ ପାଇଁ ଆପଣଙ୍କର ଭେରିଫିକେସନ୍ ବା ଆପଣଙ୍କ ଇଣ୍ଟରଭ୍ୟୁ ହେବାକୁ ଯାଉଛି। ଏହି ନୋଟିଫିକେସନ୍ରେ ଆପଣଙ୍କର 31/1/2024 ପର୍ଯ୍ୟନ୍ତ ଲାଷ୍ଟ ଡେଟ୍ ରହିଛି। તે ମଧ୍ୟରେ ଆପଣମାନେ ଏହି ପୋଷ୍ଟଟାକୁ ଇଲିଜିବୁଲ୍ ହେଇପାରିବେ ଆବେଦନ କରିବାକୁ ଏବଂ ଯେଉଁ ପୋଷ୍ଟଟା ବାହାରିଛି ଗୋଟିଏ ପୋଷ୍ଟ ରହିଛି, ଆପଣଙ୍କର ଏଥିରେ କ୍ୱାଲିଫିକେସନ୍ ଗ୍ରାଜୁଏଟ୍ ଏବଂ PGDCA କୋର୍ସ ମାଗିଛି। ତ ଯଦି ଆପଣମାନେ ଦେଓଗଡ଼ର ଡିଷ୍ଟ୍ରିକ୍ଟର ଅଛନ୍ତି ତାହେଲେ ଏହି ପୋଷ୍ଟଟା ଆବେଦନ କରିପାରିବେ। ଆପଣ +3 ପଢ଼ିଥିବେ, ତାପରେ PGDCA କୋର୍ସ କରିଥିଲେ ଏହି ପୋଷ୍ଟଟା ଆବେଦନ କରିପାରିବେ। ଏବଂ ଆପଣଙ୍କର ଡକୁମେଣ୍ଟ କ'ଣ ଦରକାର ତାହାର ଡିଟେଲ୍ସ ମଧ୍ୟ ରହିଛି। ଏଇଟା ଆପଣଙ୍କ ଡିଷ୍ଟ୍ରିକ୍ଟ ୱେବସାଇଟ୍ରେ ଆଭେଲେବୁଲ୍ ରହିଛି, ଯାଇକି ଆପଣମାନେ ଏହାର ଡିଟେଲ୍ସ ଦେଖିନେବେ। ତାପର ଭ୍ୟାକେନ୍ସି SRS ସମ୍ବଲପୁର ବ୍ଲକ ସ୍ତରୀୟ ନିଯୁକ୍ତି ତରଫରୁ ରହିଛି, ଯାହାକି ଚୌଦ୍ୱାର କଳଜଣା ଛକ ରିଜିଓନାଲ ଟ୍ରେନିଂ ଏକାଡେମୀ କଟକ ତରଫରୁ ଆସିଛି। ପଦବୀ ଆପଣଙ୍କର ଟୋଟାଲ୍ 182 ପୋଷ୍ଟଟା ବାହାରିଛି। ଏଥିରେ ଆପଣମାନଙ୍କର କ୍ୱାଲିଫିକେସନ୍ 10ମ ପାସ୍ ବା ଫେଲ୍ ହେଇଥିଲେ ଆପଣ ଏହି ପୋଷ୍ଟଟା ଆବେଦନ କରିପାରିବେ। ଟୋଟାଲ୍ ଆପଣମାନଙ୍କର ଯେଉଁ ଭ୍ୟାକେନ୍ସିର ସାଲେରୀ ରହିଛି ସେଇଟା 14,000ରୁ 28,000 ପର୍ଯ୍ୟନ୍ତ ରହିଛି ଏବଂ ଆପଣଙ୍କର ବୟସ 21ରୁ 36 ବର୍ଷ ମଧ୍ୟରେ ଥିଲେ ଏହି ପୋଷ୍ଟଟା ଆବେଦନ କରିପାରିବେ। ଏହାର ବହୁତ ଗୁଡ଼ାଏ ଡିଟେଲ୍ସ ରହିଛି, ଆପଣମାନେ ଅଫିସିଆଲ ୱେବସାଇଟ୍ ଯାଇ ଆପଣ ଏହାର ଡିଟେଲ୍ସ ଜାଣିପାରିବେ ଏବଂ ଯୋଗାଯୋଗ କରିବା ପାଇଁ ମଧ୍ୟ ଆପଣମାନଙ୍କୁ କଣ୍ଟାକ୍ଟ ନମ୍ବର ଦିଆଯାଇଛି। ଏଇଟା ଆପଣଙ୍କ ଓଡ଼ିଶାର ଯେତେ ବି ଡିଷ୍ଟ୍ରିକ୍ଟ ରହିଛି ସେଇ ଡିଷ୍ଟ୍ରିକ୍ଟ ମାନଙ୍କରେ ଆପଣଙ୍କର ଏଇ ଭ୍ୟାକେନ୍ସି ଗୁଡ଼ାକର ପୋଷ୍ଟିଂ ରହିଛି। ଆପଣଙ୍କର ବହୁତ ଗୁଡ଼ାଏ ସୁବିଧା ରହିଛି ଏହି ପୋଷ୍ଟରେ, ଯାଇକି ଆପଣ ଥରେ ଟ୍ରାଏ କରନ୍ତୁ। ଆପଣଙ୍କର ସମ୍ବଲପୁରରେ ଏହି ନିଯୁକ୍ତି ହେବାକୁ ଯାଉଛି ଏବଂ ଡିଷ୍ଟ୍ରିକ୍ଟ ୱେବସାଇଟ୍ରେ ଆପଣଙ୍କର ଏହି ଡିଟେଲ୍ସ ଆଭେଲେବୁଲ୍ ରହିଛି, ଆପଣ ଯାଇ ଚେକ୍ଆଉଟ୍ କରିନେବେ। ତାପର ଭ୍ୟାକେନ୍ସିଟା ଆପଣମାନଙ୍କର ଅଫିସ୍ ଅଫ୍ ଦ ଚିଫ୍ ଡିଷ୍ଟ୍ରିକ୍ଟ ମେଡ଼ିକାଲ ଆଣ୍ଡ ପବ୍ଲିକ୍ ହେଲ୍ଥ ଅଫିସର ବାଲେଶ୍ୱର ତରଫରୁ ରହିଛି। ଏହି ଯେଉଁ ଏଙ୍ଗେଜମେଣ୍ଟରେ ଆପଣମାନଙ୍କର ରେଡ଼ିଓଗ୍ରାଫର ଏବଂ ଜୁନିୟର ଲାବୋରେଟୋରୀ ଟେକ୍ନିସିଆନ୍ ଅଣ୍ଡର ଆପଣଙ୍କର CDM ଆଣ୍ଡ PHO ବାଲେଶ୍ୱର ତରଫରୁ ରହିଛି। ଏହି ଭ୍ୟାକେନ୍ସିଟା ଆପଣମାନଙ୍କର ଯଦି ରିଟାୟାର୍ଡ଼ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ ହେଇଥିଲେ ତାହେଲେ ମଧ୍ୟ ଆପଣମାନେ ଏହି ଆପ୍ଲିକେସନଟା ଆବେଦନ କରିପାରିବେ। ଏହାର ସାଲାରୀ ଆପଣମାନଙ୍କର 20,000 ପର୍ ମନ୍ଥ ରହିଛି ଜୁନିୟର ରେଡ଼ିଓଗ୍ରାଫର ଏବଂ ଜୁନିୟର
ଲାବୋରେଟୋରୀ ଟେକ୍ନିସିଆନ୍ ପାଇଁ ଆପଣଙ୍କର ଭ୍ୟାକେନ୍ସି ରେଡ଼ିଓଗ୍ରାଫର ପାଇଁ 5ଟି ଏବଂ ଲାବୋରେଟୋରୀ ଟେକ୍ନିସିଆନ୍ ପାଇଁ 5ଟି ରହିଛି। ଏବଂ ଆପଣଙ୍କର ଡକୁମେଣ୍ଟ କ'ଣ ଦରକାର ତାହାର ଡିଟେଲ୍ସ ମଧ୍ୟ ରହିଛି। ଆପଣ ଏହାର ଯେଉଁ ଟେଲିଫୋନ୍ ନମ୍ବର ମଧ୍ୟ ଦିଆଯାଇଛି, ଆପଣ କଣ୍ଟାକ୍ଟ କରି ବୁଝିପାରିବେ ଏବଂ ଇମେଲ୍ ମାଧ୍ୟମରେ ଆପଣମାନେ ମଧ୍ୟ ଏହାର ଡିଟେଲ୍ସ ଜାଣିପାରିବେ ଏବଂ ଆପଣ ଡିଷ୍ଟ୍ରିକ୍ଟ ୱେବସାଇଟ୍ ବାଲେଶ୍ୱର ଡିଷ୍ଟ୍ରିକ୍ଟ ୱେବସାଇଟ୍ ଯାଇ ଏହାର ଡିଟେଲ୍ସ ଆପଣମାନେ ମଧ୍ୟ ଦେଖିପାରିବେ। ତାପର ଭ୍ୟାକେନ୍ସିଟା ଆପଣଙ୍କର ଶାନ୍ତି ଆଶ୍ରମ ଚିଲଡ୍ରେନ୍ ହୋମ୍ ହରିପୁର ଭଦ୍ରକ ତରଫରୁ ରହିଛି। ଏହି ଭ୍ୟାକେନ୍ସିରେ ଆପଣଙ୍କର ଲେଡି ଷ୍ଟାଫ୍ ଦରକାର। ତ ଆପଣମାନଙ୍କର ଡିଟେଲ୍ସ ରହିଛି ଏଥିରେ ଆପଣଙ୍କର କ'ଣ କରିବାକୁ ପଡ଼ିବ ଏବଂ ଏହି ଭ୍ୟାକେନ୍ସିଟା ଆପ୍ଲାଏ କରିବାକୁ ହେଲେ ଆପଣମାନେ 28/1/2024 ପର୍ଯ୍ୟନ୍ତ ଆପଣମାନେ ସ୍ପିଡ୍ ପୋଷ୍ଟ ବା ରେଜିଷ୍ଟର ପୋଷ୍ଟ ମାଧ୍ୟମରେ ଆବେଦନ କରିପାରିବେ। ଏଇଟା କଣ୍ଟ୍ରାକ୍ଚୁଆଲ୍ ବେସିସ୍ର ଆପଣଙ୍କର ରିକ୍ରୁଟମେଣ୍ଟଟା ଏବଂ ଏହାର ଡିଟେଲ୍ସ ନୋଟିଫିକେସନ୍ ଆପଣଙ୍କର ଭଦ୍ରକ ଡିଷ୍ଟ୍ରିକ୍ଟ ୱେବସାଇଟ୍ରେ ଆପଣଙ୍କୁ ମିଳିଯିବ। ତ ଆପଣମାନେ ଯଦି ଚାହୁଁଛନ୍ତି ଏହାର ଆପ୍ଲାଏ କରିବାକୁ ଲେଡି ମେଟ୍ରନ୍ଟା, ତାହେଲେ ଆପଣମାନେ ଯାଇ ଆବେଦନ କରିପାରିବେ। ଏବଂ ଯେଉଁ ଭ୍ୟାକେନ୍ସି ଗୁଡ଼ାକ ବାହାରିଛି, ସୁପରିଟେଣ୍ଡେଣ୍ଟର ଗୋଟିଏ, କାଉନସିଲର ଗୋଟିଏ, ତାପରେ ପ୍ରୋବାବେଟନ୍ ଅଫିସର ଗୋଟିଏ, ହାଉସ୍ ମଦର 2ଟା, ଏସବୁ ଭ୍ୟାକେନ୍ସି ବାହାରିଛି। ଆପଣଙ୍କର ଏଜ୍ ଲିମିଟ୍ ଏଥିରେ 21 ରୁ 45 ମଧ୍ୟ ଥିଲେ ଆପଣ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ ଏବଂ ଆପଣଙ୍କ ସାଲାରୀ 34,000 ଏଭବ୍ ରହିଛି। ଆପଣଙ୍କ ସୁପରିଟେଣ୍ଡେଣ୍ଟ କାଉନସିଲର ପାଇଁ ମଧ୍ୟ ରହିଛି 23,170। ତାପରେ 2 ହାଉସ୍ ମଦର ପାଇଁ 14,564ଟି ରହିଛି। ଆପଣଙ୍କର ଡିଗ୍ରୀ ଦରକାର ଏହି ପୋଷ୍ଟମାନଙ୍କ ପାଇଁ ଏବଂ ଆପଣଙ୍କର ଯେଉଁ କ୍ୱାଲିଫିକେସନ୍ ରହିଛି ଆପଣଙ୍କର ପୋଷ୍ଟ ଅନୁଯାୟୀ ତାର ଡିଟେଲ୍ସ ମଧ୍ୟ ଆପଣଙ୍କର ରହିଛି ଏଇଠି ଏବଂ ଆପଣମାନେ ଯାଇକି ଆପଣଙ୍କ ଡିଷ୍ଟ୍ରିକ୍ଟ ୱେବସାଇଟ୍ ଯାଇ ଏହାର ଡିଟେଲ୍ସ ନୋଟିଫିକେସନ୍ ଦେଖି ନିଅନ୍ତୁ। ଆପଣଙ୍କର କ'ଣ ରହିବେ ସିଲାବସ୍ଟା ଆପଣଙ୍କ ଏଇ ଏକ୍ଜାମ୍ ପାଇଁ ଏବଂ ଆପଣମାନେ ଇମେଲ୍ ଆଇଡ଼ି ମଧ୍ୟ ଦିଆଯାଇଛି, ଆପଣ କଣ୍ଟାକ୍ଟ କରିପାରିବେ। ତାହେଲେ ଆପଣମାନେ ଯଦି ଭଦ୍ରକ ଡିଷ୍ଟ୍ରିକ୍ଟରେ ଅଛନ୍ତି ତାହେଲେ ନିଜ ଡିଷ୍ଟ୍ରିକ୍ଟରେ ଯାଇ ଦେଖି ନିଅନ୍ତୁ, ତାପରେ ଆପଣ ଚେକ୍ କରିବେ। ତାପରେ ଭ୍ୟାକେନ୍ସିଟା ଆପଣମାନଙ୍କର ଅଫିସ୍ ଅଫ୍ ଦ ଚିଫ୍ ଡିଷ୍ଟ୍ରିକ୍ଟ ଭେଟେରିନାରୀ ଅଫିସର ବୌଦ୍ଧ ତରଫରୁ ରହିଛି। ତ ଏଇ ଭ୍ୟାକେନ୍ସିଟା ଗତକାଲି ହିଁ ରିଲିଜ୍ ହେଇଛି। ଆପଣଙ୍କର ଏଇଟା 8/2/2024 ପର୍ଯ୍ୟନ୍ତ ଲାଷ୍ଟ ଡେଟ୍ ରହିଛି। ଆପଣମାନଙ୍କର ଗ୍ରୁପ୍ ଡି ପୋଷ୍ଟଟା ରହିଛି ଏଇ ଭ୍ୟାକେନ୍ସି ପାଇଁ। ତ ଆପଣମାନେ ଏଲିଜିବୁଲ୍ ଯଦି ଅଛନ୍ତି, ଆପଣଙ୍କର ଏଇ ଭ୍ୟାକେନ୍ସିଟା ଅନୁସୂଚିତ ଜନଜାତି ST ତରଫରୁ ରହିଛି ଗୋଟିଏ ଭ୍ୟାକେନ୍ସିଟା, ଯାହାକି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ବୌଦ୍ଧ ଅଧୀନରେ ରହିଛି। ତ ଯାଇକି ଆପଣମାନେ ଯଦି ଏଲିଜିବୁଲ୍ ଅଛନ୍ତି ତାହେଲେ ଏହି ପୋଷ୍ଟ ମଧ୍ୟ ଆପଣ ଆବେଦନ କରିପାରିବେ। ଆପଣଙ୍କର ଯୋଗ୍ୟତା ଏଇଠି ରହିଛି ଏବଂ ଆପଣଙ୍କର ଚୟନ ପ୍ରଣାଳୀ ଯାହା ବି ଆପଣଙ୍କର ଫର୍ମ ମଧ୍ୟ ଦିଆଯାଇଛି, ଏହି ଫର୍ମଟା ଆପଣ ସ୍ପିଡ୍ ପୋଷ୍ଟ ବା ରେଜିଷ୍ଟର ପୋଷ୍ଟ ମାଧ୍ୟମରେ ଆବେଦନ କରିପାରିବେ ଏବଂ ଏହାର ଡିଟେଲ୍ସ ନୋଟିଫିକେସନ୍ ମଧ୍ୟ ଆପଣମାନେ ଡିଷ୍ଟ୍ରିକ୍ଟ ୱେବସାଇଟ୍ରୁ ପାଇପାରିବେ। ତ ଯାଇକି ଆପଣ ସେଇଠି ଚେକ୍ଆଉଟ୍ କରନ୍ତୁ। ତାପର ଭ୍ୟାକେନ୍ସିଟା ଆପଣମାନଙ୍କର ଡିଷ୍ଟ୍ରିକ୍ଟ ସ୍କିଲ୍ ଡେଭଲପମେଣ୍ଟ କମ୍ ଏମ୍ପ୍ଲୟମେଣ୍ଟ ଅଫିସର ଝାରସୁଗୁଡ଼ା ତରଫରୁ ରହିଛି। ଏହି ଭ୍ୟାକେନ୍ସିଟା ଆପଣମାନଙ୍କର ଡ୍ରାଇଭର, ବ୍ଲକ ସୁପରଭାଇଜର, ଡିଷ୍ଟ୍ରିକ୍ଟ ମ୍ୟାନେଜର ଭ୍ୟାକେନ୍ସି ବାହାରିଛି। ତ ଟୋଟାଲ୍ ଡ୍ରାଇଭର ଭ୍ୟାକେନ୍ସି ପାଇଁ ଆପଣଙ୍କର 30ଟି ରହିଛି ଏବଂ ଆପଣଙ୍କର ଯେଉଁ କ୍ୱାଲିଫିକେସନ୍, ଆପଣଙ୍କର ଯେଉଁ ଡ୍ରାଇଭିଂ ଲାଇସେନ୍ସ ରହିବ ଏବଂ ଆପଣଙ୍କର ଏଜ୍ 18 ରୁ 50 ବର୍ଷ ମଧ୍ୟରେ ରହିବ। ଆପଣଙ୍କର ଯେଉଁ ଭ୍ୟାକେନ୍ସି ଲୋକେସନ୍ ରହିଛି ଭେରିୟସ୍ ବ୍ଲକ ଇନ୍ ଝାରସୁଗୁଡ଼ା। ଆପଣଙ୍କର ଏଇ ଭ୍ୟାକେନ୍ସିଟା ଯେଉଁ ଲକ୍ଷ୍ମୀ ବସ୍ ଚାଲିଛି ସେଇ ବସ୍ରେ ଆପଣଙ୍କୁ ଏଇଟା ଡ୍ରାଇଭର ଭ୍ୟାକେନ୍ସି ବାହାରିଛି ଏବଂ ସୁପରଭାଇଜର ପାଇଁ ଆପଣଙ୍କର ଟୋଟାଲ୍ 5ଟି ଭ୍ୟାକେନ୍ସି ରହିଛି। ଏଜୁକେସନ୍ କ୍ୱାଲିଫିକେସନ୍ ଆପଣଙ୍କର ITI, ମେକାନିକାଲ ଡିପ୍ଲୋମା ଅର୍ ଗ୍ରାଜୁଏଟ୍ ହେଇଥିଲେ ଏହି ପୋଷ୍ଟଟା ଆବେଦନ କରିପାରିବେ ଏବଂ ଆପଣଙ୍କ ମନ ଏହି ଭ୍ୟାକେନ୍ସିଟା ଝାରସୁଗୁଡ଼ା ବ୍ଲକରେ ହିଁ ଯେତେ ସବୁ ରହିଛି ସେଥିରେ ଆପଣଙ୍କୁ ପୋଷ୍ଟିଂ ମିଳିବ। ତାପରେ ଡିଷ୍ଟ୍ରିକ୍ଟ ମ୍ୟାନେଜର ପାଇଁ ଗୋଟିଏ ଭ୍ୟାକେନ୍ସି ରହିଛି, ଏଇଟା ଆପଣଙ୍କର ଝାରସୁଗୁଡ଼ାରେ ହିଁ ରହିଛି। ତ ଡିଟେଲ୍ସ ଆପଣମାନଙ୍କର ଝାରସୁଗୁଡ଼ା ଡିଷ୍ଟ୍ରିକ୍ଟ ଯେଉଁ ୱେବସାଇଟ୍ରେ ରହିଛି, ତ ଯାଇକି ଆପଣମାନେ ଏହାର ଡିଟେଲ୍ସ ଆପଣ ଚେକ୍ କରିପାରିବେ ଏବଂ ଇମେଲ୍ ମାଧ୍ୟମରେ ମଧ୍ୟ ଆପଣ କଣ୍ଟାକ୍ଟ କରିବେ। ପ୍ଲସ୍ ଆପଣଙ୍କ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି, ଆପଣ ସେଇ କଣ୍ଟାକ୍ଟ କରିକି ଆପଣଙ୍କର ଡିଟେଲ୍ସ ଜବ୍ ବିଷୟରେ ବୁଝିପାରିବେ। ଆପଣମାନଙ୍କର ପରବର୍ତ୍ତୀ ନିଯୁକ୍ତି ରହିଛି
ଅଫିସ୍ ଅଫ୍ ଦ କଲେକ୍ଟର କନ୍ଧମାଳ ଫୁଲବାଣୀ ତରଫରୁ ରହିଛି, ଯାହାକି SC/ST ଡେଭଲପମେଣ୍ଟ ସେକ୍ସନ ତରଫରୁ। ତ ଏଥିରେ ଆପଣମାନଙ୍କର ଟିଚର ଭ୍ୟାକେନ୍ସିଟା ରହିଛି, ଯାହାକି ହାୱାସ୍ ହଷ୍ଟେଲ ତରଫରୁ। ଏଥିରେ ଆପଣମାନଙ୍କର ଯେଉଁ ଟିଚର ଭ୍ୟାକେନ୍ସି ରହିଛି, କେମେଷ୍ଟ୍ରି, ଫିଜିକ୍ସ, ବଟନି, ଜୁଲୋଜି ଏସବୁରେ ଆପଣମାନଙ୍କର ଗେଷ୍ଟ ଫ୍ୟାକଲ୍ଟି ପାଇଁ ରିକ୍ରୁଟମେଣ୍ଟ ଆସିଛି। ତ ଏଠା ଆପଣମାନଙ୍କର ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ଯେଉଁ ପିଲାମାନେ ରହିଛନ୍ତି ତାଙ୍କୁ ପଢ଼ାଇବା ପାଇଁ। ତ ଆପଣ ଯଦି BA ବା BSc ପ୍ଲସ୍ B.Ed କରିଥିବେ ତାହେଲେ ଏଇ ପୋଷ୍ଟଟା ଆବେଦନ କରିପାରିବେ। ଡିଟେଲ୍ସ ଆପଣମାନଙ୍କର ଏଇଠି ରହିଛି। ତ ଆପଣଙ୍କର ଭେନ୍ୟୁ କ'ଣ ରହିଛି ନା ସୁଧାଂଶୁ ସଦଗୁରୁ କଲେକ୍ଟରେଟ୍ କନ୍ଧମାଳ ତରଫରୁ ରହିଛି। ଡେଟ୍ ଆପଣଙ୍କର 6/2/2024 ଲାଷ୍ଟ ଡେଟ୍ ରହିଛି ଏବଂ ଟାଇମିଂ 10ଟାରେ ରହିଛି। ତ ଯଦି ଆପଣମାନେ କନ୍ଧମାଳ ଡିଷ୍ଟ୍ରିକ୍ଟ ତରଫରୁ ବିଲଙ୍ଗସ୍ କରନ୍ତି ତାହେଲେ ଏଇ ପୋଷ୍ଟ ପାଇଁ ଆବେଦନ କରିପାରିବେ ଏବଂ ଡିଟେଲ୍ସ ନୋଟିଫିକେସନ୍ ଆପଣଙ୍କର ଡିଷ୍ଟ୍ରିକ୍ଟ ୱେବସାଇଟ୍ରେ ଆଭେଲେବୁଲ୍ ରହିଛି। ଆପଣ ଯାଇକି ସେଇଠି ଚେକ୍ଆଉଟ୍ କରିବେ ଏବଂ ଆପ୍ଲିକେସନ୍ ଫର୍ମ ମଧ୍ୟ ଆପଣମାନଙ୍କ ରହିଛି। ଏଥିରେ ଡିଟେଲ୍ସ ଯାହା ଆପଣଙ୍କୁ ଏଇ କ୍ୱାଲିଫିକେସନ୍ ଦରକାର ତାହାର ଡିଟେଲ୍ସ ରହିଛି। ତ ପ୍ରତ୍ୟେକ ଯେଉଁ ରହିଛି ସେ ହାୱାସ୍ ବଏଜ୍ ହଷ୍ଟେଲ ଫୁଲବାଣୀ ତରଫରୁ ଯାହା ଯେଉଁ ହଷ୍ଟେଲ ରହିଛି ସେ ସବୁର ଭ୍ୟାକେନ୍ସି ବାହାରିଛି। ଇଂଲିଶ, ମ୍ୟାଥ୍, ସାଇନ୍ସ ଏସବୁର ଭ୍ୟାକେନ୍ସି ଗୁଡ଼ାକ ରହିଛି। ତ ଯାଇକି ଆପଣ ଏହାର ଡିଟେଲ୍ସ ଚେକ୍ କରିନେବେ। ତାପର ଭ୍ୟାକେନ୍ସି ଆପଣଙ୍କର ପଞ୍ଚାୟତ ସମିତି ଅଫିସର ଜି ଉଦୟଗିରି ତରଫରୁ ରହିଛି। ଆପଣଙ୍କର ଏଇଟା କନ୍ଧମାଳ ଡିଷ୍ଟ୍ରିକ୍ଟ ତରଫରୁ ରହିଛି। ଏଇ ଭ୍ୟାକେନ୍ସିଟା ଆପଣଙ୍କର ଯୋଗାଣ ସହାୟକ ଯେଉଁ ରଟାଇଗୁଡ଼ା GP ଅଣ୍ଡରରେ ରହିଛି ବ୍ଲକ କନ୍ଧମାଳ ଡିଷ୍ଟ୍ରିକ୍ଟ ସେଇପାଇଁ ଆସିଛି। ଏଇ ଭ୍ୟାକେନ୍ସିଟା ଆପଣମାନେ ରେଜିଷ୍ଟର ବା ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆବେଦନ କରିପାରିବେ 20/1/2024 ଭିତରେ। ତ ଯଦି ଆପଣମାନେ ସେଇ ବ୍ଲକରେ ବିଲଙ୍ଗ କରନ୍ତି ତାହେଲେ ଆପଣଙ୍କର ଡିଟେଲ୍ସ ରହିଛି, ଆପଣ କଣ୍ଟାକ୍ଟ କରି ବୁଝିପାରିବେ ଏବଂ ଇମେଲ୍ ମାଧ୍ୟମରେ ମଧ୍ୟ ଆପଣମାନେ ଏହାଟା ସେଣ୍ଡ କରିପାରିବେ ତାଙ୍କ ପାଖକୁ ଏବଂ ଆପଣଙ୍କ କଣ୍ଟାକ୍ଟ ନମ୍ବର ଦିଆଯାଇଛି, ସେଇଥିରେ ଆପଣ କଣ୍ଟାକ୍ଟ କରି ବୁଝିପାରିବେ। ତା ପରବର୍ତ୍ତୀ ଭ୍ୟାକେନ୍ସି ଆପଣଙ୍କର ମଡ଼େଲ କ୍ୟାରିୟର ସେଣ୍ଟର ଡିଷ୍ଟ୍ରିକ୍ଟ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ କୋରାପୁଟ ତରଫରୁ ରହିଛି। ଏଇ ଭ୍ୟାକେନ୍ସିଟା ଆପଣମାନଙ୍କର 2000ଟି ଭ୍ୟାକେନ୍ସି ରହିଛି। ତ ଏହାର ବେନିଫିଟ୍ କ୍ୱାଲିଫିକେସନ୍, ତ ଏଇ ଭ୍ୟାକେନ୍ସିଟା କେବଳ ଫିମେଲମାନଙ୍କ ପାଇଁ ରହିଛି। କ୍ୱାଲିଫିକେସନ୍ +2 ଆର୍ଟ୍ସ, ସାଇନ୍ସ, କମର୍ସ କମ୍ପ୍ଲିଟ୍ କରିଥିଲେ ଆବେଦନ କରିପାରିବେ ଏବଂ ଗ୍ରାଜୁଏସନ୍ ଅଣ୍ଡରରେ ଥିଲେ ମଧ୍ୟ ଆପଣ ଏଇ ପୋଷ୍ଟଟା ଆବେଦନ କରିପାରିବେ। ପ୍ଲସ୍ ଗ୍ରାଜୁଏସନ୍ କମ୍ପ୍ଲିଟ୍ ITI ଡିପ୍ଲୋମା କରିଥିଲେ ମଧ୍ୟ ଏଇ ପୋଷ୍ଟଟା ଆବେଦନ କରିପାରିବେ। ସ୍ୟାଲେରୀ ଆପଣମାନଙ୍କର 18,718 ଟଙ୍କା ରହିଛି ଏବଂ ଆପଣଙ୍କର ଏଜ୍ 18ରୁ 28 ବର୍ଷ ମଧ୍ୟରେ ଥିଲେ ଆବେଦନ କରିପାରିବେ। ଆପଣଙ୍କର ଟେକ୍ନିକାଲ ଅପରେଟର ଜବ୍ ରୋଲ୍ ରହିଛି। ଆପଣଙ୍କର ଏଇ ଭ୍ୟାକେନ୍ସିଟା ନରସିଂହପୁର ଇଣ୍ଡଷ୍ଟ୍ରିଆଲ ଏରିଆ କୋଲାରରେ ଆପଣଙ୍କର ଏଇ ଜବ୍ ଲୋକେସନ୍ ରହିଛି। ଆପଣମାନଙ୍କର ଏଇ କମ୍ପାନୀ ଯେଉଁ ADCO କମ୍ପାନୀ ତରଫରୁ ଆସିଛି। ଆପଣଙ୍କର ଏଇ ଯେଉଁ ଭ୍ୟାକେନ୍ସି ଲୋକେସନ୍ ରହିବ ତାର କର୍ଣ୍ଣାଟକରେ ଆପଣମାନେ ଏଇ ପୋଷ୍ଟିଂଟା ରହିଛି। ଆପଣଙ୍କର ୱେବସାଇଟ୍ ଦିଆହେଇଛି, ଆପଣ ଯେଉଁ ୱେବସାଇଟ୍ ମଧ୍ୟ ଦେଖିପାରୁଥିବେ, ସେଇଠି ଆପଣମାନେ ୱେବସାଇଟ୍ ଯାଇ ଡିଟେଲ୍ସ ଆପଣ ଚେକ୍ କରିପାରିବେ। ଏହାର ଡିଟେଲ୍ସ ନୋଟିଫିକେସନ୍ ଆପଣମାନଙ୍କର କୋରାପୁଟ ଡିଷ୍ଟ୍ରିକ୍ଟ ୱେବସାଇଟ୍ରେ ଆଭେଲେବୁଲ୍ ରହିଛି। ଆପଣମାନେ ଯାଇକି ଚେକ୍ଆଉଟ୍ କରିନିଅନ୍ତୁ ଏବଂ ଆପଣ ଏଇଟା ପ୍ରତ୍ୟେକ ଡିଷ୍ଟ୍ରିକ୍ଟର ଲୋକ ଆବେଦନ କରିପାରିବେ ଏଇ ପୋଷ୍ଟଟାକୁ। ତ ଯାଇକି ଆପଣ ଚେକ୍ଆଉଟ୍ କରନ୍ତୁ। ତାପର ଭ୍ୟାକେନ୍ସି ଆପଣମାନଙ୍କର କଲେକ୍ଟର ରାୟଗଡ଼ା ତରଫରୁ ରହିଛି, ଯାହାକି SC/ST ଡେଭଲପମେଣ୍ଟ ସେକ୍ସନ ତରଫରୁ। ଆପଣମାନଙ୍କର ଏଇ ଭ୍ୟାକେନ୍ସିଟା ହାୟର ସେକେଣ୍ଡାରୀ ସ୍କୁଲ SSD ଡିପାର୍ଟମେଣ୍ଟ ତରଫରୁ ରହିଛି। ଆପଣଙ୍କର ଏଇ ଭ୍ୟାକେନ୍ସିରେ ହିନ୍ଦୀ ପାଇଁ 11ଟି, ସାଂସ୍କ୍ରିଟ ପାଇଁ 8ଟି, PGT ଫିଜିକ୍ସ ପାଇଁ 1ଟିଏ, PGT ଜୁଲୋଜି ପାଇଁ 1ଟିଏ, PGT କେମିଷ୍ଟ୍ରି ପାଇଁ 1ଟିଏ ଭ୍ୟାକେନ୍ସି ରହିଛି। ଏଇ ଭ୍ୟାକେନ୍ସିଟା ଆପଣଙ୍କର ଟେମ୍ପୋରାରୀ ବେସିସ୍ରେ ରହିଛି ଏବଂ ଆପଣଙ୍କର ସ୍ୟାଲେରୀ 16,000 ରହିଛି। ତ ଯଦି ଆପଣମାନେ ରାୟଗଡ଼ା ଡିଷ୍ଟ୍ରିକ୍ଟରେ ଅଣ୍ଡରରେ ଅଛନ୍ତି ତାହେଲେ ଆପଣମାନେ ଏଇ ପୋଷ୍ଟଟା ଯାଇକି ଆବେଦନ କରିପାରିବେ। ଏହାର ଡିଟେଲ୍ସ ନୋଟିଫିକେସନ୍ ଆପଣଙ୍କର ରାୟଗଡ଼ା ଡିଷ୍ଟ୍ରିକ୍ଟ ୱେବସାଇଟ୍ରେ ଆଭେଲେବୁଲ୍ ରହିଛି, ଆପଣ ଯାଇ ଚେକ୍ଆଉଟ୍ କରନ୍ତୁ। ତାପର ଭ୍ୟାକେନ୍ସିଟା ରହିଛି ଆଡ଼ଭାର୍ଟାଇଜମେଣ୍ଟ
ଭେରିୟସ୍ ପୋଷ୍ଟ ଆଟ୍ ସୈନିକ ସ୍କୁଲ ସମ୍ବଲପୁର ତରଫରୁ ରହିଛି, ଯାହାକି ମିନିଷ୍ଟ୍ରି ଅଫ୍ ଡିଫେନ୍ସ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ତରଫରୁ ରହିଛି। ଏହି ଭ୍ୟାକେନ୍ସିଟା ଆପଣମାନଙ୍କର ଡିଟେଲ୍ସ ରହିଛି, ଯେଉଁ ଭ୍ୟାକେନ୍ସି ଗୁଡ଼ାକର ତା'ର ଡିଟେଲ୍ସ ଆପଣମାନେ ଡିଷ୍ଟ୍ରିକ୍ଟ ୱେବସାଇଟ୍ରୁ ପାଇପାରିବେ, ଯାହାକି ସମ୍ବଲପୁର ଡିଷ୍ଟ୍ରିକ୍ଟ ୱେବସାଇଟ୍ରେ ଆଭେଲେବୁଲ୍ ରହିଛି। ଭ୍ୟାକେନ୍ସି ଯେଉଁ ପୋଜିସନ୍ ରହିଛି, TGT ସୋସିଆଲ ସାଇନ୍ସ ପାଇଁ ଗୋଟିଏ, TGT ହିନ୍ଦୀ ପାଇଁ ଗୋଟିଏ, କାଉନସିଲର ପାଇଁ ଗୋଟିଏ, PTI କମ୍ ମ୍ୟାଟ୍ରନ୍ ପାଇଁ ଏଇଟା କେବଳ ଫିମେଲ୍ କ୍ୟାଟେଗୋରୀ ମାନଙ୍କ ପାଇଁ ରହିଛି ଗୋଟିଏ। ତ ଆପଣଙ୍କର କ୍ୟାଟେଗୋରୀ ମଧ୍ୟ ରହିଛି ଏବଂ ଆପଣଙ୍କର ଟେମ୍ପୋରାରୀ କଣ୍ଟ୍ରାକ୍ଚୁଆଲ୍ ଏଇ ବେସିସ୍ରେ ଆପଣଙ୍କର ଏହିସବୁ ରିକ୍ରୁଟମେଣ୍ଟ ହେବାକୁ ଯାଉଛି। ତ ଯାଇକି ଆପଣ ସମ୍ବଲପୁର ଡିଷ୍ଟ୍ରିକ୍ଟରେ ଅଣ୍ଡରରେ ଅଛନ୍ତି ସୈନିକ ସ୍କୁଲ ସମ୍ବଲପୁର, ତାହେଲେ ଆପଣମାନେ ଏଇ ପୋଷ୍ଟଟାକୁ ଯାଇ ଚେକ୍ ଆଉଟ୍ କରିପାରିବେ। ତାପରେ OPSC ଦ୍ୱାରା ଆପଣମାନଙ୍କର ରିକ୍ରୁଟମେଣ୍ଟ ବହୁତ ଗୁଡ଼ାଏ ରିକ୍ରୁଟମେଣ୍ଟ ବାହାରିଛି ଆପଣଙ୍କର ଇଞ୍ଜିନିୟର ପାଇଁ। ତ ଆପଣ ଯାଇକି ୱେବସାଇଟ୍ରେ ଚେକ୍ କରନ୍ତୁ। ଆପଣଙ୍କର ଯେଉଁ ଫାଷ୍ଟ ଯେଉଁ ବାହାରିଥିଲା ମେକାନିକାଲ, ତାପରେ ଇଲେକ୍ଟ୍ରିକାଲ, ଏସବୁ ଭ୍ୟାକେନ୍ସି ବାହାରିଛି। ତ ଯାଇକି ଆପଣମାନେ ଚେକ୍ ଆଉଟ୍ କରନ୍ତୁ। ଆପଣଙ୍କର OPSC ୱେବସାଇଟ୍ରେ ବହୁତ ଗୁଡ଼ାଏ ଜବ୍ ଭ୍ୟାକେନ୍ସି ରହିଛି ଏବଂ ଆପଣଙ୍କର ଆଉ ଗୋଟେ ଅପଡ଼େଟ୍ ଆସିଛି, ଯାହାକି OSSC ଦ୍ୱାରା PO ଏବଂ JEର ଆପଣଙ୍କର ରିଭିଜନ୍ ଅପସନ୍ ପାଇଁ 11/1/2024ରୁ 21/1/2024 ପର୍ଯ୍ୟନ୍ତ ଡେଟ୍ ଦେଇଛି। ତ ଯାଇକି ଆପଣ ଏଇଟା ବି ମଧ୍ୟ ଚେକ୍ କରନ୍ତୁ OSSC ୱେବସାଇଟ୍ରୁ। ତ ଏସବୁ ଥିଲା ଆପଣମାନଙ୍କର ଜବ୍ ଭ୍ୟାକେନ୍ସି ଗୁଡ଼ା। ତ ଯାଇକି ଆପଣମାନେ ନିଜ ନିଜ ଡିଷ୍ଟ୍ରିକ୍ଟ ୱେବସାଇଟ୍ରେ ଚେକ୍ କରନ୍ତୁ ଏବଂ OPSC, OSSC, SSB ଓଡ଼ିଶା ତରଫରୁ ମଧ୍ୟ ବହୁତ ଗୁଡ଼ାଏ ଭ୍ୟାକେନ୍ସି ରହିଛି। ତ ଯଦି ଆପଣମାନେ ଦେଖିନାହାନ୍ତି ତାହେଲେ ଯାଇକି ଚେକ୍ ଆଉଟ୍ କରନ୍ତୁ। ଖୁବ୍ ଶୀଘ୍ର ଆପଣମାନଙ୍କ ଏଇ ଯେଉଁ ରିକ୍ରୁଟମେଣ୍ଟ ଗୁଡ଼ାକ ଆପ୍ଲିକେସନଟା ଏକ୍ସଟେଣ୍ଡ ହେଇଛି, ତ ଏହାର ଏଣ୍ଡ ଡେଟ୍ ମଧ୍ୟ ପଳାଇ ଆସିବ। ତ ଯାଇକି ଆପଣମାନେ ଶୀଘ୍ର ଆବେଦନ କରିନିଅନ୍ତୁ।